ମୁଁ शेख मंजर हुसैन ମୁଁ ରୟାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଆଲାଏଡ୍ ମେଡିକାଲ ସାଇନ୍ସ ଯାହାକି ଏକ ପାରାମେଡିକାଲ ଅନୁଷ୍ଠାନ ତାର ମୁଁ ଚେୟାରମ୍ୟାନ୍ ବର୍ତ୍ତମାନ ଅଛି ଏବଂ ଏ ଅନୁଷ୍ଠାନଟି ଆମର ଦୀର୍ଘ 10 ବର୍ଷ ହେଲାଣି ଏଟା ଓଡ଼ିଶା ସରକାରଙ୍କ ଦ୍ୱାରା ଡିଏମ୍ଏଲ୍ଟି ଡିଏମ୍ଆର୍ଟି ବୋର୍ଡ ଦ୍ୱାରା ହିଁ ଏଟା ଅନୁବନ୍ଧିତ ଅଛି ଯୋଉଟାକି ଆମର 2017 ମସିହାରୁ ପ୍ରଥମ ବ୍ୟାଚ୍ ଆମର ଆଡମିସନ ହେଇଥିଲେ ଏବଂ ଆଜି ପର୍ଯ୍ୟନ୍ତ ପାଖାପାଖି 7ଟି ବ୍ୟାଚ୍ ଏଠୁ ପାସ୍ ଆଉଟ୍ କରିସାରିଛନ୍ତି ଏବଂ ସେହି ଅନୁସାରେ 7ଟି ବ୍ୟାଚ୍ର ଯେତିକି ପିଲା ପାସ୍ କରିଛନ୍ତି ଯେତେ ପାସ୍ ଆଉଟ୍ ହେଉଛନ୍ତି କେବଳ ଆମ ଭଦ୍ରକ ଜିଲ୍ଲାର ନୁହନ୍ତି ସେମାନେ ବାହାରୁ ଜିଲ୍ଲାରୁ ଆସି ମଧ୍ୟ ଏଠି ଅଧ୍ୟୟନ କରୁଥିଲେ ଏ ଡିଏମ୍ଏଲ୍ଟି ଯେଉଁ କୋର୍ସ ଅଛି ମୁଁ ପାରାମେଡିକାଲ ବିଷୟରେ ମୁଁ ଟିକେ କହିବାକୁ ଚାହୁଁଛି ଯେ ପାରାମେଡିକାଲ 3 ପ୍ରକାର ଅଛି ଆକ୍ଚୁଆଲି ଆମର ମେଡିକାଲ କହିଲେ ଏମବିବିଏସ୍ ଏବଂ ବିଡିଏସ୍ ବୁଝାଯାଏ ଏବଂ ଏମବିବିଏସ୍ ଓ ବିଡିଏସ୍ କୁ ସାହାଯ୍ୟ କରିବା ପାଇଁ ଯେଉଁ ପାଠ୍ୟକ୍ରମ ଅଛି ତାକୁ କହନ୍ତି ପାରାମେଡିକାଲ ତ ପାରାମେଡିକାଲ 3 ପ୍ରକାର ଗୋଟେ ହେଉଛି ଫାର୍ମାସି ଗୋଟେ ହେଉଛି ନର୍ସିଂ ଆଣ୍ଡ ଡିଏମ୍ଏଲ୍ଟି ତ ପ୍ରଥମେ ଯେତେବେଳେ ଆପଣ ଡକ୍ଟର ପାଖକୁ ଯାଉଛନ୍ତି ଯେକୌଣସି ଡକ୍ଟର ପାଖକୁ ଯାଉଛନ୍ତି ସେ ପ୍ରଥମେ ଆପଣଙ୍କୁ ପ୍ରେସ୍କ୍ରିପ୍ସନ୍ ଯେତେବେଳେ ଲେଖୁଛନ୍ତି ପଚାରୁଛନ୍ତି କ'ଣ ରୋଗ ହେଇଛି କି ଯାହା ବି ପଚାରୁଛନ୍ତି ସେ ଲେଖୁଛନ୍ତି ଏଇ ଟେଷ୍ଟ ଗୁଡ଼ାକ କରିବା ପାଇଁ ଯଥା ବ୍ଲଡର ଇଏ ହଉ ଯେତେ ପ୍ରକାର ଟେଷ୍ଟ କରିବା ପାଇଁ କହନ୍ତି ସୋ ସେ ଟେଷ୍ଟକୁ କରିବା ପାଇଁ ଆପଣ ପ୍ରଥମେ କୁଆଡ଼େ ଯାଆନ୍ତି ଯେ ଯାହା ପାଖକୁ ଯାଆନ୍ତି ସେ ହେଉଛନ୍ତି ଲେବୋରେଟରୀ ଟେକ୍ନୋଲୋଜି ସେଟା ଲେବୋରେଟରୀ ଟେକ୍ନୋଲୋଜି ତାପରେ ସିଏ ଯେତେବେଳେ ସେ ଆଇଡେଣ୍ଟିଫାଏ କରିଦିଅନ୍ତି କିମ୍ବା ସେ ଟେଷ୍ଟ ଦ୍ୱାରା ଜାଣିପାରନ୍ତି ଯେ ଏହା ଏକ ମନେକର ଜ୍ୱର ଜଣକୁ ହେଇଛି ସେଟା ଫ୍ୟାଲେରିଆ ହେଇଛି କି ମ୍ୟାଲେରିଆ କି ଟାଇଫଏଡ୍ ହେଇଛି କି ଭାଇରାଲ ହେଇଛି ସିଏ ଯେତେବେଳେ ନିରୂପଣ କରିସାରନ୍ତି ସେ ଡକ୍ଟର ତା ବେସିସ୍ରେ ମେଡିସିନ ଲେଖନ୍ତି ଆଉ ସେ ମେଡିସିନ ଲେଖନ୍ତି ଯେତେବେଳେ ଜଣେ ସେତେବେଳକୁ ଯିବାକୁ ପଡ଼େ ଫାର୍ମାସି ପାଖକୁ ଯିବାକୁ ପଡ଼େ ଅର୍ଥାତ୍ ଯେଉଁମାନେ ଫାର୍ମାସିଷ୍ଟ ଥାଆନ୍ତି ସେଇମାନେ ଔଷଧ ଦୋକାନରେ ଥାଆନ୍ତି ଏବଂ ସେମାନେ ତାକୁ ଔଷଧଟା ଦିଅନ୍ତି ସେ ଔଷଧ ଖାଇବାର ଯେଉଁ ମାନେ ପ୍ରଣାଳୀ ଅଛି ଅର୍ଥାତ୍ ସେଟାକୁ କେମିତି ନିଆଯିବ କେମିତି ତାକୁ ବ୍ୟବହାର କରାଯିବ ତାକୁ ଶିଖେଇବା ପାଇଁ ଯେଉଁମାନେ ଅଛନ୍ତି ସେ ହେଉଛନ୍ତି ନର୍ସିଂ ଏ 3ଟି ପ୍ରଫେସନ୍ ଛଡ଼ା ଡକ୍ଟର କୌଣସି କାମ କରିପାରିବେ ନାହିଁ ତ ଆମର ଏଇ ଅନୁଷ୍ଠାନଟି ଯେଉଁଟା ଅଛି କେବଳ ଡିଏମ୍ଏଲ୍ଟି ଡିପ୍ଲୋମା ଇନ୍ ଲ୍ୟାବୋରେଟରୀ ମେଡିକାଲ ଟେକ୍ନୋଲୋଜି କୋର୍ସଟି ପ୍ରଦାନ କରୁଅଛି ଏବଂ ଏଇ କୋର୍ସଟି ପଢ଼ିବା ପାଇଁ ସର୍ବନିମ୍ନ ଯୋଗ୍ୟତା ହେଲା +2 ସାଇନ୍ସ ବାୟୋଲୋଜି କିମ୍ବା ମ୍ୟାଥମେଟିକ୍ସ ସାଇନ୍ସ ପାସ୍ କରିବା ଦରକାର ତାହେଲେ ଏଥିରେ ଏଲିଜିବଲ୍ ହେଇପାରିବ ଏବଂ ଏଠି ପାଠ ପଢ଼ିବା ହେଉଛି 2 ବର୍ଷ କାର୍ଯ୍ୟକ୍ରମ ଅଛି ପ୍ରଥମ ବର୍ଷ ତାକୁ ଗୋଟେ ପରୀକ୍ଷା ଦେବାକୁ ପଡ଼ିବ ଫାର୍ଷ୍ଟ ଇୟର୍ର ଏବଂ ସେକେଣ୍ଡ ଇୟର୍ ପରୀକ୍ଷା ଦେବାକୁ ପଡ଼ିବ ସେକେଣ୍ଡ ଇୟର୍ ବେଳକୁ ପାସ୍ କରିସାରିଲା ପରେ ସେମାନେ 3 ମାସ ଇଣ୍ଟର୍ନସିପ୍ ଟ୍ରେନିଂ ହେବ ଯେଉଁଟାକି ଆମକୁ ଓଡ଼ିଶା ସରକାର ହେଲ୍ଥ ଡିପାର୍ଟମେଣ୍ଟରେ ଆମକୁ ଗାଇଡ଼ଲାଇନ୍ ଦିଆହେଇଛି ଯେ ଆମେ ନଳାଙ୍ଗ ଯେଉଁ ଆମର ହେଡ୍ ଅଛି ଆମର ଡିଷ୍ଟ୍ରିକ୍ଟ ହେଡ଼କ୍ୱାର୍ଟର ଅଫିସ୍ ସେଇଥିରେ ହିଁ ସେଥିରେ ଟ୍ରେନିଂ 3 ମାସ ନେବ ସେଇଟା କମ୍ପଲସରି ଟ୍ରେନିଂ ଇଣ୍ଟର୍ନସିପ୍ ସେ ଟ୍ରେନିଂ ନେଲା ପରେ ସେ ରେଜିଷ୍ଟର୍ଡ ଲେବୋରେଟରୀ ଟେକ୍ନିସିଆନ୍ ହେଇପାରିବ ଅର୍ଥାତ୍ ସେତେବେଳେ ସେ ଲିଗାଲାଇଜ୍ ହେବ ସେ ପ୍ରାକ୍ଟିସ୍ କରିପାରିବ ଆପଣ ଦେଖୁଥିବେ ଯେଉଁ ପ୍ୟାଥୋଲୋଜି ଗୁଡ଼ାକ ଅଛି ଆପଣଙ୍କ ନଜରରେ ଯେଉଁଠି ବି ଆସୁଛି ଦେଖୁଥିବେ ସେ ପ୍ୟାଥୋଲୋଜିରେ ପ୍ରକୃତରେ ରେଜିଷ୍ଟ୍ରେସନ୍ ଅଛି ନା ନାହିଁ ସେଟା ଡାଉଟଫୁଲ୍ ଅଛି କାରଣ ଯେତିକି ଲେବୋରେଟରୀ ଟେକ୍ନିସିଆନ୍ ପାସ୍ କରିଥିଲେ ଆଗରୁ କେବଳ ମେଡିକାଲ କଲେଜରେ ଥିଲା ଏବେ ପ୍ରାଇଭେଟ୍ କଲେଜ ଗୁଡ଼ାକ ହେଇଛି ତ ବର୍ତ୍ତମାନ ବହୁତ ସର୍ଟେଜ୍ ଅଛି ଆମ ସମାଜରେ ସର୍ଟେଜ୍ ଅଛି ଲେବୋରେଟରୀ ଟେକ୍ନିସିଆନ୍ ଆଉ ଏ ଅନୁଷ୍ଠାନରୁ ଯେତେ ସବୁ ପାସ୍ କରିଛନ୍ତି ଭଗବାନଙ୍କ କୃପାରୁ ସେମାନେ ୱେଲ୍ ଏଷ୍ଟାବ୍ଲିଶଡ ହେଇସାରିଛନ୍ତି ଅର୍ଥାତ୍ ସେମାନେ ବର୍ତ୍ତମାନ ବିଭିନ୍ନ ସେକ୍ଟରରେ ମୁଁ ଆପଣମାନଙ୍କୁ ଯଥା ମୁଁ କହିଦେଇପାରିବି ଯେ ଭଦ୍ରକର ଯେ ଆମର ଡିଷ୍ଟ୍ରିକ୍ଟ ହେଡ଼କ୍ୱାର୍ଟର ଯେଉଁ ଅଛି ସେଠି ବରପଦା ସିଏସ୍ସିରେ ଏରେଇ ୟୁପିଏସ୍ସିରେ ହସନାବାଦ ପିଏସ୍ସିରେ ଇଏସ୍ଆଇ ଧମରାରେ सबरंगा तापरे बहालपुर अन्नपाड़ चुनिंदा घंटेश्वर कानपुर बालियापटना शहीदनगर असुराली केंदुआपदा एरताल बालीमेला बालीमदा एसबू जगार ता सहित मयूरभंज डिस्ट्रिक्ट बारिपदा हेडक्वार्टर रे अच्छा हॉस्पिटल रे पीआरएम मेडिकल कॉलेज रे आउ सेंट्रल गवर्नमेंट रे 2 जण पिला एबे पाइछंती आर वर्ष जणे पाइतले ए वर्ष जणे पाइछन जेटा होची आईसीएमआर भुवनेश्वर रे आउ नाइजर खुर्दा रे ये 2 जण पिला हमर एठी 8 केयर पास आउट पिला से माने क्वालिफाई करछन्ते एवं से बर्तन पोस्टिंग अछन्ती आउ जाजपुर डिस्ट्रिक्ट रे मध्ये से डिस्ट्रिक्ट हेडक्वार्टर हॉस्पिटल रे आमो पिला पास आउट 8 केयर पिला रहिछन्ती बर्तन आउ जजाति केशरी मेडिकल कॉलेज रे मध्ये आमो पिला रहिछन्ती एठु पास आउट डीएमएलटी पिला आउ मधुबन
ବିଞ୍ଝାରପୁର, ହାଲାରଡିଆ ଏସବୁ ଜାଗାରେ ଆମରି ପିଲା ସବୁ ଏଠି ପାସ୍ କରିଛନ୍ତି। କେବେ ଏଠି ପାସ୍ କଲା ପରେ ଆପଣ ନିଜେ ଭାବନ୍ତୁ ଯେ ପାସ୍ କଲା ପରେ ସେ କେବେ ବସିପାରିବ ନାହିଁ, ଅର୍ଥାତ୍ ସେ ପ୍ରାଇଭେଟଲି ମଧ୍ୟ କରିପାରିବ ଏବଂ ସରକାରୀ ସ୍ତରରେ ଯଦି ପାଇଯିବ ସେ ନିଶ୍ଚୟ ପାଇବ। ବର୍ତ୍ତମାନ ଯେଉଁ ସରକାରରେ ବହୁତ ଗୁଡ଼ିଏ ପୋଷ୍ଟ ରହିଛି ଅତୀତ ନିକଟରେ ସବୁ ପବ୍ଲିଶ ହେଇଚାଲିଛି ଏବଂ ହେଉଛି ମଧ୍ୟ, ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ ଷ୍ଟେଟ୍ ଗଭର୍ଣ୍ଣମେଣ୍ଟ ବହୁତ ହେଉଛି। ଜଣେ କେବେ ଏଠି ଆଇଡଲି ବସିପାରିବ ନାହିଁ। ଆପଣମାନଙ୍କୁ ଅନୁରୋଧ ଏ ଅନୁଷ୍ଠାନକୁ ଆସନ୍ତୁ। ଏଠି ସିଲାବସ୍ ଅନୁସାରେ ଯେତିକି ଆମର ଦରକାର, ତାର ଯେଉଁ ପାଠ୍ୟକ୍ରମ ପାଇଁ ଯେଉଁ ଅଧ୍ୟାପକ ଦରକାର ଏବଂ ଯେଉଁ ଇନଷ୍ଟ୍ରୁମେଣ୍ଟସ୍ ଦରକାର, ଲ୍ୟାବୋରେଟୋରୀ ଫ୍ୟାସିଲିଟି ଦରକାର, ସେଗୁଡ଼ାକ ସବୁ ପ୍ରୋଭାଇଡ଼ କରାଯାଏ। ଏବଂ ଏଠି ଯାହା ବି ଆମର ଫିସ୍ କୋର୍ସ ବି ରଖାହେଇଛି ସେ ହେଉଛି ଆମ ଗଭର୍ଣ୍ଣମେଣ୍ଟର ଯାହା ଆମର ପ୍ରେସ୍କ୍ରାଇବ୍ କରିଛନ୍ତି ସେଇ କୋର୍ସ ବିଟା ଆମର ଏଠି ଚାଲିଛି। ଏବଂ ST SC ପିଲାମାନେ ଯେଉଁ ରିଜର୍ଭେସନ୍ କ୍ୟାଟାଗୋରୀରେ ଅଛନ୍ତି ତାଙ୍କ ପାଇଁ ସରକାର ତାଙ୍କର କୋର୍ସ ଫି ଦେଉଛି ଏବଂ ତାଙ୍କର ଷ୍ଟାଇପେଣ୍ଡ ମଧ୍ୟ ଅଲଗା ଦେଉଛି। ଝିଅ ପିଲାଙ୍କ ପାଇଁ ଆମର ଏଠି ହଷ୍ଟେଲ ସୁବିଧା ରହିଛି, ଝିଅ ପିଲାମାନେ ଏଠି ହଷ୍ଟେଲରେ ରହିପାରିବେ ଏବଂ ତାଙ୍କର ଯାହା ଯାହା ଦରକାର, ଯାହା ଯାହା ସେଗୁଡ଼ାକ ସବୁ ଏଠି ପ୍ରୋଭାଇଡ଼ କରାଯାଏ ଏବଂ ତାଙ୍କର ଲାଇବ୍ରେରୀ ହଉ ଏବଂ ବିଭିନ୍ନ ଟିଚରଙ୍କ ସହିତ ଇଣ୍ଟରାକ୍ସନ୍ ହଉ, ସେମିନାର ହଉ, ଏଗୁଡ଼ାକ ସବୁଗୁଡ଼ାକ ଠିକ୍ ସମୟରେ ଯେମିତି ହେବା କଥା ହେଇ ଚାଲିଛି। ମୋ ଆଶା ଆପଣମାନେ ଯଦି କୌଣସି ଜାଣିବାକୁ ଚାହୁଁଛନ୍ତି ଏ ବିଷୟରେ ଅଧିକ ଜାଣିବା ପାଇଁ ଚାହୁଁଛନ୍ତି, ଏଠି ଆସି ଆପଣ ଏଇ ଅନୁଷ୍ଠାନକୁ ଭିଜିଟ୍ କରନ୍ତୁ। ଏ ଅନୁଷ୍ଠାନଟି ଆପଣ ୟୁନାନି ହସ୍ପିଟାଲ ଯେଉଁ ଆପଣ ଚାନ୍ଦବାଲି ବାଇପାସ୍ ଅଛି ସେଇ ରୋଡ଼ରେ ଆପଣ ୟୁନାନି ହସ୍ପିଟାଲର ପରେ ପରେ ଏ ରୟାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଆଲାଏଡ୍ ମେଡିକାଲ ସାଇନ୍ସ ଅବସ୍ଥାପିତ। ଆପଣ ସେଠି ଆସି ତାର କଲେଜ ସମୟରେ ଆସି ଆପଣ ଦେଖିପାରିବେ, ପିଲା ଯେଉଁ ପାଠ ପଢ଼ିବା ସମୟରେ ବି ଦେଖିପାରିବେ। ଏଠି ଆସି ଆପଣ ଯାହା କିଛି ଯଦି କିଛି ଆପଣଙ୍କର ପ୍ରଶ୍ନ ଥାଏ କିମ୍ବା କୌଣସି କୋରିଜ୍ ଥାଏ, ଆପଣ ଆସିଲେ ଏଠି ଆମେ ମିଟ୍ କରିପାରିବୁ। ମୁଁ ଭାବୁଛି ଆପଣମାନେ ଯାହା ମୁଁ ଆପଣଙ୍କୁ ବାର୍ତ୍ତା ଜଣେଇଲି, ଆପଣ ଏଥିରେ ଯଦି କିଛି ଅତ୍ୟଧିକ କିଛି ଜାଣିବା ପାଇଁ ଚାହିଁବେ ୟା ବାଦେ ଆପଣ ଆସି ମୋତେ ମଧ୍ୟ ଦେଖା କରିପାରିବେ। ଆମ ନମ୍ବର ଅଛି, ଆପଣ କଣ୍ଟାକ୍ଟ କରି ଆସିପାରିବେ। ରହିଲି, ଧନ୍ୟବାଦ।